ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ସିବିଆଇ ଦ୍ୱାରା ବିକଶିତ ଭାରତ ପୋଲ ପୋର୍ଟାଲର ଆଜି ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। 2025-26 କେନ୍ଦ୍ରୀୟ ବଜେଟ୍ ନିମନ୍ତେ ଏକ ମାସ ଧରି ଚାଲିଥିବା ପ୍ରାକ୍ ବଜେଟ୍ ଆଲୋଚନା ଶେଷ। ତାମିଲନାଡୁରେ 2 ଜଣ HMPV ସଂକ୍ରମିତ ଚିହ୍ନଟ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର। ଶାସକ ଲିବରାଲ ପାର୍ଟି ନେତା ପଦରୁ ଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ। ଏବଂ ହକି ଇଣ୍ଡିଆ ଲିଗ୍ରେ ଆଜି ସନ୍ଧ୍ୟାରେ କଳିଙ୍ଗ ଲାନ୍ସର୍ସ ଓ ସ୍ରାଚି ରାର ବେଙ୍ଗଲ ଟାଇଗର୍ସ ମଧ୍ୟରେ ହେବ ମୁକାବିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଦ୍ୱାରା ବିକଶିତ ଭାରତ ପୋଲ ପୋର୍ଟାଲର ଶୁଭାରମ୍ଭ କରିବେ। ଭାରତ ପୋଲ ପୋର୍ଟାଲ ରେଡ୍ ନୋଟିସ୍ ଏବଂ ଅନ୍ୟାନ୍ୟ ରଙ୍ଗ କୋଡ୍ ସମ୍ବଳିତ ଇଣ୍ଟରପୋଲ ନୋଟିସ୍ ଜାରି କରିବା ସମେତ ଇଣ୍ଟରପୋଲ ମାଧ୍ୟମରେ ଆନ୍ତର୍ଜାତିକ ସହାୟତା ପାଇଁ ସମସ୍ତ ଅନୁରୋଧ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଅମିତ ଶାହା କହିଛନ୍ତି, ସିବିଆଇ ଦ୍ୱାରା ବିକଶିତ ଭାରତ ପୋଲ ପୋର୍ଟାଲର ଶୁଭାରମ୍ଭ ହେବାକୁ ଯାଉଥିବାରୁ ଏହା ଏକ ଐତିହାସିକ ଦିନ ହେବାକୁ ଯାଉଛି। ସମସ୍ତଙ୍କ ପାଇଁ ସୁରକ୍ଷିତ ଭାରତ ଗଠନ ନିମନ୍ତେ ମୋଦି ସରକାରଙ୍କ ସ୍ୱପ୍ନକୁ ସାକାର କରିବା ସହ ଏହା ଭାରତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ବିଶ୍ୱସ୍ତରୀୟ ଉପଲବ୍ଧିକୁ ଏକ ନୂତନ ଆଭିମୁଖ୍ୟ ପ୍ରଦାନ କରିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଦେଶର ଆଇନ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ଅଧିକ ଦୃଢ଼ କରିବା ପାଇଁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଭାରତ ପୋଲ ପୋର୍ଟାଲ ଭାରତୀୟ ଆଇନ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ଆନ୍ତର୍ଜାତିକ ପୋଲିସ ସହାୟତାକୁ ଦ୍ରୁତ ଗତିରେ ଉପଲବ୍ଧ କରାଇବା ପାଇଁ ରିଏଲ୍ ଟାଇମ୍ ସୂଚନା ଆଦାନ ପ୍ରଦାନକୁ ସକ୍ଷମ କରିବ। ସାଇବର ଅପରାଧ, ଆର୍ଥିକ ଅପରାଧ, ଅନଲାଇନ୍ ଉଗ୍ରବାଦ, ସଂଗଠିତ ଅପରାଧ, ନିଶାଦ୍ରବ୍ୟ ଚୋରାଚାଲାଣ ଏବଂ ମାନବ ଚାଲାଣ ଭଳି ଆନ୍ତର୍ଜାତିକ ଅପରାଧ ବୃଦ୍ଧି ପାଉଥିବାରୁ ଏହାର ତଦନ୍ତରେ ଦ୍ରୁତ ସହାୟତାର ଆବଶ୍ୟକତା ରହିଛି। ଏସବୁ ଆହ୍ୱାନର ମୁକାବିଲା ପାଇଁ ସିବିଆଇ ଭାରତ ପୋଲ ପୋର୍ଟାଲ ବିକଶିତ କରିଛି। ଏଥିରେ ସମସ୍ତ ଅଂଶୀଦାରମାନେ ଗୋଟିଏ ପ୍ଲାଟଫର୍ମରେ ସୂଚନା ଆଦାନ ପ୍ରଦାନ କରିବା ସହ ଆନ୍ତର୍ଜାତିକ ଅପରାଧର ମୁକାବିଲା ଦିଗରେ ଭାରତର ପ୍ରୟାସକୁ ସୁଦୃଢ଼ କରିବ। ଶ୍ରୀ ଶାହା ଏହି ଅବସରରେ ତଦନ୍ତ କ୍ଷେତ୍ରରେ ରାଷ୍ଟ୍ରପତି ପୋଲିସ ପଦକ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ପଦକ ପାଇଥିବା 35 ଜଣ ସିବିଆଇ ଅଧିକାରୀଙ୍କୁ ପୋଲିସ ପଦକ ପ୍ରଦାନ କରିବେ। କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ଡିଓପିଟି, କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଏବଂ କେନ୍ଦ୍ରୀୟ ପୋଲିସ ସଂଗଠନ ସମେତ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗୀୟ ଅଧିକାରୀମାନେ ଯୋଗଦେବେ ବୋଲି ଜଣାପଡ଼ିଛି। 2025-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ନିମନ୍ତେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ଆଲୋଚନା ଶେଷ ହୋଇଛି। ଗତବର୍ଷ ଡିସେମ୍ବର ମାସ 6 ତାରିଖରୁ ଆରମ୍ଭ ହୋଇଥିବା ଏହି ଆଲୋଚନା ଏକ ମାସ ଧରି ଚାଲିଥିଲା। ଆଲୋଚନା କାଳରେ ଅର୍ଥମନ୍ତ୍ରୀ 9ଟି ଅଂଶୀଦାରଙ୍କ ସମେତ 100ରୁ ଅଧିକ ନିମନ୍ତ୍ରିତ ବ୍ୟକ୍ତିମାନଙ୍କ ସହ ବୈଠକ କରିଥିଲେ। ଆଲୋଚନାରେ କୃଷକ ସଂଗଠନ ଏବଂ କୃଷି ବିଶେଷଜ୍ଞ, ଟ୍ରେଡ୍ ୟୁନିୟନ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର, MSME, ବାଣିଜ୍ୟ ଓ ସେବା, ଶିଳ୍ପ, ଅର୍ଥନୀତି, ଆର୍ଥିକ କ୍ଷେତ୍ର ଏବଂ ପୁଞ୍ଜିବଜାରର ବିଶେଷଜ୍ଞ ପ୍ରତିନିଧିମାନେ ସାମିଲ ହୋଇଥିଲେ। ପ୍ରାକ୍ ବଜେଟ୍ ଆଲୋଚନାରେ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିବାରୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ସମସ୍ତ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, 2025-26 କେନ୍ଦ୍ର ବଜେଟ୍ ପ୍ରସ୍ତୁତି ସମୟରେ ବିଶେଷଜ୍ଞ ଓ ପ୍ରତିନିଧିମାନଙ୍କ ପରାମର୍ଶକୁ ଅନୁଧ୍ୟାନ କରାଯାଇ ବିଚାର କରାଯିବ। ଚଳିତ ମାସ 10 ତାରିଖରୁ ସାଧାରଣ ନାଗରିକମାନେ ମାଇ ଗଭ୍ ପ୍ଲାଟଫର୍ମରେ ବଜେଟ୍ ଲାଗି ପରାମର୍ଶ ଦେଇପାରିବେ। ଶ୍ରୀମତୀ ସୀତାରମଣ କହିଛନ୍ତି, ଜନଭାଗିଦାରୀ ଭାବନା ସହିତ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ପଦକ୍ଷେପ ଗ୍ରହଣ କରାଯାଉଛି। ତାମିଲନାଡୁରେ 2ଟି HMPV ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଚେନ୍ନାଇରେ ଜଣେ ଏବଂ ସାଲେମରେ ଆଉ ଜଣେ ଚିହ୍ନଟ ହୋଇଛନ୍ତି। ତାମିଲନାଡୁ ସରକାର ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି, ଏହା କୌଣସି ନୂଆ ଭୂତାଣୁ ନୁହେଁ ଓ 2001 ମସିହାରେ ପ୍ରଥମେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ବିଜ୍ଞପ୍ତିରେ କୁହାଯାଇଛି, ଏହି ସଂକ୍ରମଣ ସୀମିତ ଏବଂ ନିୟନ୍ତ୍ରଣଯୋଗ୍ୟ ଓ ଏଥିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଚିହ୍ନଟ ହୋଇଥିବା 2 ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କ ଉପରେ ନଜର ରଖାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନାକୁ ଆଧାର କରି
ତାମିଲନାଡୁ ସରକାର କହିଛନ୍ତି ସାବଧାନତା ସ୍ୱରୂପ କାଶିବା ଓ ଛିଙ୍କିବା ସମୟରେ ପାଟି ଓ ନାକ ଘୋଡ଼ାଇ ରଖିବା, ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା ଆବଶ୍ୟକ। ଜରୁରୀ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ପାଇଁ ଡାକ୍ତରଖାନା ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଶାସକ ଲିବରାଲ ପାର୍ଟିର ନେତା ପଦରୁ ଇସ୍ତଫା ଦେଇଛନ୍ତି। ନୂଆ ନେତା ଚୟନ ନ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ରହିବେ। 11 ବର୍ଷ ପାଇଁ ଲିବରାଲ ପାର୍ଟିର ନେତା ତଥା 9 ବର୍ଷ ପ୍ରଧାନମନ୍ତ୍ରୀ ଥିବା ଟ୍ରୁଡୋ ନିଜ ଦଳର ସଦସ୍ୟଙ୍କ ବିଦ୍ରୋହର ସମ୍ମୁଖୀନ ହେଉଥିଲେ ଏବଂ କେତେକ ନୀତି ଯୋଗୁଁ ସେ ଲୋକପ୍ରିୟତା ହରାଇଥିଲେ। ଗତ ସନ୍ଧ୍ୟାରେ ଓଟାୱାରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରି ସେ କହିଛନ୍ତି, ବହୁ ଚେଷ୍ଟା ସତ୍ତ୍ୱେ ମାସ ମାସ ଧରି ସଂସଦ ଅଚଳ ହୋଇପଡ଼ିଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏସିଆର ସର୍ବବୃହତ ଏରୋ ଶୋ ଏରୋ ଇଣ୍ଡିଆ 2025ର 15ତମ ସଂସ୍କରଣ ଆସନ୍ତା ମାସ 10 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକର ବେଙ୍ଗାଲୁରୁର ୟାଲାହାଙ୍କା ସ୍ଥିତ ବାୟୁସେନା ଷ୍ଟେସନରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ବିଲିୟନ ସୁଯୋଗର ରନୱେ। ଏରୋ ଇଣ୍ଡିଆ ପ୍ରଦର୍ଶନୀ ସ୍ୱଦେଶୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦର୍ଶନ କରିବା ପାଇଁ ବିଦେଶୀ ଓ ଭାରତୀୟ କମ୍ପାନୀମାନଙ୍କ ମଧ୍ୟରେ ଭାଗିଦାରୀ ସ୍ଥାପନ ଲାଗି ଏକ ଅନନ୍ୟ ମଞ୍ଚ ପ୍ରଦାନ କରିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ କାର୍ଯ୍ୟକ୍ରମର ପ୍ରଥମ 3 ଦିନ ବ୍ୟବସାୟିକ ଦିବସ ହେବାକୁ ଥିବାବେଳେ 13 ଓ 14 ତାରିଖକୁ ସର୍ବସାଧାରଣ ଦିବସ ଭାବେ ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତର ପ୍ରମୁଖ ଘରୋଇ ପ୍ରତିରକ୍ଷା ଓ ଏରୋସ୍ପେସ୍ ଉତ୍ପାଦନକାରୀ କମ୍ପାନୀର ସିଇଓ, ଘରୋଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଅଂଶଗ୍ରହଣ କରିବେ। 1996 ମସିହାରୁ ଏରୋ ଇଣ୍ଡିଆ ବେଙ୍ଗାଲୁରୁରେ 14ଟି ସଫଳ ଏରୋ ଶୋ ସଂସ୍କରଣ ଆୟୋଜନ କରି ବିଶ୍ୱସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଗତ ସଂସ୍କରଣରେ 7 ଲକ୍ଷରୁ ଅଧିକ ପର୍ଯ୍ୟଟକ, 98ଟି ଦେଶର ବିଶିଷ୍ଟ ବ୍ୟକ୍ତି ଏବଂ ବ୍ୟବସାୟୀ, ନିବେଶକ, ଷ୍ଟାର୍ଟଅପ୍ ଏବଂ ଏମ୍ଏସ୍ଏମ୍ଇ ସମେତ 809 ଜଣ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ନେପାଳର ସାଗରମଥା ନ୍ୟାସନାଲ ପାର୍କ ଏଭରେଷ୍ଟ ଅଞ୍ଚଳରେ ହେଲିକପ୍ଟର ଉଡ଼ାଣ କଟକଣାକୁ କୋହଳ କରାଯାଇଛି। ସେଠାକାର ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ବିମାନ ପରିଚାଳନା ସଂଘ ମଧ୍ୟରେ ବିବାଦ ଦେଖାଦେବାରୁ ସମସ୍ତ ବାଣିଜ୍ୟିକ ହେଲିକପ୍ଟର ସେବାକୁ ସ୍ଥଗିତ ରଖାଯାଇଥିଲା। ଏଭରେଷ୍ଟ ଟ୍ରେକ୍ରେ ଲୁକ୍ଲା, ଫେରିଚେ, କଲାପଥର ଏବଂ ଏଭରେଷ୍ଟ ମୂଳ କ୍ୟାମ୍ପକୁ ଯିବା ପାଇଁ ହେଲିକପ୍ଟର ସେବା ବ୍ୟବହାର କରାଯାଇଥାଏ। ପୂର୍ବରୁ ଖୁମ୍ବୁ ଅଞ୍ଚଳରେ ସ୍ଥାନୀୟ ଯୁବଗୋଷ୍ଠୀ ହେଲିପ୍ୟାଡ୍ ଉପରେ ପତାକା ଲଗାଇବା ସହ ହେଲିକପ୍ଟର କର୍ମଚାରୀଙ୍କୁ ଚେତାବନୀ ଦେବା ପରେ ଉଭୟ ପକ୍ଷ ମଧ୍ୟରେ ବିବାଦ ବୃଦ୍ଧି ପାଇଥିଲା। ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ସୁରମା ହକି କ୍ଲବ ଦିଲ୍ଲୀ ଏସ୍ଜି ପାଇପର୍ସକୁ 3-1 ଗୋଲ୍ରେ ପରାସ୍ତ କରିଛି। ପ୍ରଥମେ 2-2 ଗୋଲ୍ରେ ଉଭୟ ଦଳ ସମାନ ସ୍ଥିତିରେ ରହିବା ପରେ ପେନାଲ୍ଟି ସୁଟ୍ଆଉଟ୍ ଜରିଆରେ ସୁରମା ହକି କ୍ଲବ ବିଜୟ ଲାଭ କରିଥିଲା। ଆଜି ଭାରତୀୟ ସମୟ ରାତି 8:15 କଳିଙ୍ଗ ଲାନ୍ସର୍ସ ଓ ସ୍ରାଚି ରାର ବେଙ୍ଗଲ ଟାଇଗର୍ସ ମଧ୍ୟରେ ମୁକାବିଲା ହେବ। ଟେବୁଲ ଟେନିସରେ କତାରର ଦୋହାଠାରେ WTT ଷ୍ଟାର କଣ୍ଟେଣ୍ଡର 2025 ଗତକାଲିଠାରୁ ଆରମ୍ଭ ହୋଇଛି। ଲୁସାଇଲ ସ୍ପୋର୍ଟସ ଆରେନାରେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ପ୍ରଥମ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପର୍ଯ୍ୟାୟରେ ଭାରତର ଅନିର୍ବାଣ ଘୋଷ 3-2ରେ ଇରାନର ନାଭିଦ ସାମ୍ସକୁ ପରାସ୍ତ କରିଥିବା ବେଳେ ସ୍ନେହିତ ସୋରବଜୁଆଲା 3-1ରେ ପାୟସ ଜୈନ ଏବଂ ମାନୁଷ ଶାହା 3-1ରେ ଫ୍ରାନ୍ସର ଫ୍ଲୋରିଆନ ବୋରାସୁଦଙ୍କୁ ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଭାରତର ପୋମାୟନ୍ତୀ ବୈଶ୍ୟ 1-3ରେ ଚୀନ ତାଇପେଇର ହୁଆଙ୍ଗ ୟୁ ଜିଙ୍କଠାରୁ ପରାସ୍ତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭାରତ 12 ଜଣିଆ ଦଳ ଦୋହା ଗସ୍ତ କରିଛନ୍ତି। କୁଆଲାଲାମ୍ପୁରରେ ମାଲେସିଆ ଓପନ ପ୍ରତିଯୋଗିତାରେ ଆଜି ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିମାନେ ଭାଗ ନେବେ। ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟି ଚୀନ ତାଇପେଇର ମିଙ୍ଗ ଚେ ଲୁ ଓ ଟାଙ୍ଗ କାଇ ୱେଇଙ୍କ ବିପକ୍ଷରେ ଖେଳିବେ। ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ, ପ୍ରିୟାଂଶୁ ରାଜବତ ଓ ପ୍ରଣୟ ଏଚଏସ୍ ଭାରତୀୟ ଦଳର ନେତୃତ୍ୱ ନେଉଥିବା ବେଳେ ମହିଳା ସିଙ୍ଗଲ୍ସରେ ମାଳବିକା ବଂଶୋଦ, ଆକର୍ଷି କଶ୍ୟପ ଏବଂ ଅନୁପମା ଉପାଧ୍ୟାୟ ଦଳର ନେତୃତ୍ୱ ନେଉଛନ୍ତି। ମିକ୍ସଡ ଡବଲ୍ସରେ ତନିଷା କ୍ରାଷ୍ଟୋ, ଧ୍ରୁବ କପିଲା, ସତୀଶ କରୁଣାକରନ ଓ ଆଦ୍ୟା ବରିୟାତ ଏବଂ ଅସିତ ସୂର୍ଯ୍ୟା ଓ ଅମୃତା ପ୍ରମୁଥେଶ ଭାରତର ପ୍ରତିନିଧିତ୍ୱ କରିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ସିବିଆଇ ଦ୍ୱାରା ବିକଶିତ ଭାରତ ପୋଲ ପୋର୍ଟାଲର ଆଜି ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। 2025-26 କେନ୍ଦ୍ରୀୟ ବଜେଟ୍ ନିମନ୍ତେ 1 ମାସ ଧରି ଚାଲିଥିବା ପ୍ରାକ୍ ବଜେଟ୍ ଆଲୋଚନା ଶେଷ। ତାମିଲନାଡୁରେ 2 ଜଣ HMPV ସଂକ୍ରମିତ ଚିହ୍ନଟ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର। ଶାସକ ଲିବରାଲ ପାର୍ଟି ନେତା ପଦରୁ ଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ।
ଏବଂ ହକି ଇଣ୍ଡିଆ ଲିଗ୍ରେ ଆଜି ସନ୍ଧ୍ୟାରେ କଳିଙ୍ଗ ଲାନ୍ସର୍ସ ଓ ସାଚି ରାର ବେଙ୍ଗଲ ଟାଇଗର୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।